आशा करे आपण माने समस्ते प्रभुଙ୍କ दयारे प्रभुଙ୍କର ଅସୀମ ପ୍ରେମ ଦ୍ୱାରା ଭଲରେ ଅଛନ୍ତି ଏହା ମୁଁ ବିଶ୍ୱାସ କରେ। ଏବଂ ଆଜି ମଧ୍ୟ ମ୍ୟାଡାମ ମତେ କରତାଳ ସହିତ ଈଶ୍ୱରଙ୍କର ପବିତ୍ର ବାକ୍ୟ ସହିତ ଏହି ମର୍ଣ୍ଣିଂ ଉପାସନା ମଧ୍ୟରେ ସ୍ୱାଗତ କରିଥିବାରୁ ମୁଁ ତାଙ୍କୁ ମଧ୍ୟ ପ୍ରେଜ୍ ଦ ଲର୍ଡ ଆଉ ଅଶେଷ ଧନ୍ୟବାଦ ଦିଏ। ତେବେ ଆସନ୍ତୁ ଆମ୍ଭେମାନେ ଆଜିର ଶାସ୍ତ୍ରାଂଶଟିକୁ ପାଠ କରିବା ଏ ମର୍ଣ୍ଣିଂ ଡିଭୋସନର, ଯାହା ନିଆଯାଇଅଛି ଯୋହନ ଲିଖିତ ସୁସମାଚାର ତାହାର 3 ପର୍ବ 14 ପଦରୁ 17 ପଦ ପର୍ଯ୍ୟନ୍ତ ପାଠ କରିବା। ଯୋହନ ଲିଖିତ ସୁସମାଚାର ତାର 3 ପର୍ବ 14 ପଦରୁ 17 ପଦ ପର୍ଯ୍ୟନ୍ତ ପାଠ କରିବା। ପୁଣି ମୂଷା ଯେ ପ୍ରକାର ପ୍ରାନ୍ତରରେ ସର୍ପକୁ ଊର୍ଦ୍ଧ୍ୱକୁ ଉଠାଇଥିଲେ ମନୁଷ୍ୟ ପୁତ୍ର ଅବଶ୍ୟ ସେହି ପ୍ରକାର ଊର୍ଦ୍ଧ୍ୱକୁ ଉଠାଯିବେ। ଯେପରି ଯେ କେହି ତାହାଙ୍କ ଠାରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ। କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କ ଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଯେଣୁ ଜଗତର ବିଚାର କରିବା ନିମନ୍ତେ ଈଶ୍ୱର ଆପଣା ପୁତ୍ରଙ୍କୁ ଜଗତକୁ ପ୍ରେରଣ ନ କରି ଜଗତ ଯେପରି ତାହାଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୁଏ ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ। ଏହା ଈଶ୍ୱରଙ୍କର ପବିତ୍ର ଜୀବନ୍ତ ବାକ୍ୟ। ଆଉ ଯେଉଁମାନେ ଈଶ୍ୱରଙ୍କର ପବିତ୍ର ବାକ୍ୟ ଶୁଣନ୍ତି ଏବଂ ପାଳନ କରନ୍ତି ବରଞ୍ଚ ସେମାନେ ଧନ୍ୟ। ଆସନ୍ତୁ ଆମ୍ଭେମାନେ ବାକ୍ୟ ମାଧ୍ୟମକୁ ଯିବା ପୂର୍ବରୁ ନିଜ ନିଜ ଦେହ ପ୍ରାଣ ଆତ୍ମାକୁ ଈଶ୍ୱରଙ୍କ ଚରଣ ତଳେ ସମର୍ପିତ କରିବା। ପ୍ରାର୍ଥନାର ସହିତ ଆମ୍ଭେମାନେ ଆଜିର ବାକ୍ୟକୁ ଆଲୋଚନା କରିବା। ଆସନ୍ତୁ ଆମ୍ଭେମାନେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କର ବାକ୍ୟ ରୂପୀ ସର୍ବଜଗତର ସୃଷ୍ଟିକର୍ତ୍ତା ଦୁଃଖ ଭୋଗକାରୀ ଈଶ୍ୱର, ତୁମ୍ଭରି ପବିତ୍ର ନାମକୁ ଧନ୍ୟବାଦ ଓ ପ୍ରଶଂସା ଗୌରବ କରୁ। ତୁମରି ଅପାର ଅନୁଗ୍ରହ ଏବଂ ଦୟା ଦ୍ୱାରା ପ୍ରଭୁ ଗତ ଦିନ ମାନଙ୍କର ସମସ୍ତ ପ୍ରକାର ବିପଦ ଆପଦ ଶତ୍ରୁ ଶୈତାନରୁ ତୁମେ ଉଦ୍ଧାର କଲ, ସମସ୍ତ ଆବଶ୍ୟକ ଦେଇ ପ୍ରତିପାଳନ କଲ। ଜୀବନରେ ଅନେକ ଦୁଃଖ କଷ୍ଟ ଆସିଲେ ସୁଦ୍ଧା ତୁମରି ପବିତ୍ର ବାକ୍ୟ ଦ୍ୱାରା ଜୀବନରେ ଭରସା ତୁମେ ସ୍ଥାପନ କଲ। ଏବଂ ପ୍ରଭୁ ଗତ ରାତ୍ରରେ ମଧ୍ୟ ସୁରକ୍ଷା ଦେଇ ଆଜି ସୁପ୍ରଭାତ ଦେଲ। এই সুপ্রভাত ମଧ୍ୟରେ ତୁମରି ପବିତ୍ର ବାକ୍ୟ ତୁମରି ପବିତ୍ର ଉପାସନା ଅନଲାଇନ ମାଧ୍ୟମରେ କରିବା ନିମନ୍ତେ ସୁଯୋଗ ଦେଇଅଛ। ଯେଉଁ ଶାସ୍ତ୍ରାଂଶଟିକୁ ଆମ୍ଭେମାନେ ଅଧ୍ୟୟନ କରିଅଛୁ ସେହି ଶାସ୍ତ୍ରାଂଶର ନିଗୁଡ ତତ୍ତ୍ୱ ମର୍ମ ଅର୍ଥକୁ ବୁଝିବା ନିମନ୍ତେ ତୁମରି ଆତ୍ମାଙ୍କ ଶକ୍ତି ଦ୍ୱାରା ଆମ ପ୍ରତ୍ୟେକଙ୍କୁ ପରିଚାଳିତ କର। ସକଳ ନିବେଦନକୁ ତୁମରି ଚରଣ ତଳେ ଦେଇ ବକ୍ତା ଶ୍ରୋତା ଉଭୟଙ୍କୁ ତୁମରି ପବିତ୍ର ହସ୍ତ ତଳେ ସମର୍ପିତ କରି ପ୍ରାର୍ଥନା ଯୀଶୁଙ୍କ ନାମରେ ଉତ୍ସର୍ଗ କରୁ। ଆମେନ୍। ଆଜି ମୁଁ ଗୋଟିଏ ଥିମ୍ ଉପରେ କହିବାକୁ ଚାହେଁ, ତାହା ହେଉଛି ଦ କ୍ରସ୍ ସେଣ୍ଟର୍ଡ ଲାଇଫ୍ ଲିଭିଂ। କ୍ରସ୍ ସେଣ୍ଟର୍ଡ ଲାଇଫ୍ ଲିଭିଂ, କୃଷ କୈନ୍ଦ୍ରିକ ଜୀବନ ଯାପନ କରିବା। ପ୍ରକୃତରେ ଖ୍ରୀଷ୍ଟିଆନ ଜୀବନର ସେଣ୍ଟର୍ଡ ପଏଣ୍ଟ, ଖ୍ରୀଷ୍ଟୀୟ ଜୀବନର
କେନ୍ଦ୍ର ବିନ୍ଦୁ ହେଉଛି କ୍ରସ୍ ବା କୃଷ। କୃଷର ସ୍ପିରିଚୁଆଲିଟି ଏକ ଭିନ୍ନ ପ୍ରକାର ଅଟେ। ଯେତେବେଳେ ଆମ୍ଭେ ଯେଉଁଠାରେ କୃଷ ଅଛି ଦେଖିଥାଉ, ସେତେବେଳେ ଆମ୍ଭମାନଙ୍କର ଯେଉଁ ଆତ୍ମିକ ଜୀବନ ଦ୍ୱିଗୁଣିତ ହୋଇଯାଇଥାଏ। କୃଷର ମଣ୍ଡଳୀର ସମ୍ମୁଖରେ ଗୋଟେ କୃଷର ଚିହ୍ନ ରଖିଥାଏ। ଆଉ କୃଷର ଚିହ୍ନ ସେ ଖ୍ରୀଷ୍ଟିଆନ ବ୍ୟକ୍ତି ସେ ମୋଟର ସାଇକେଲରେ ବି ହେଉ କି 4 ଚକିଆ ଯାନରେ ବି ଯାଉ କି ସାଇକେଲରେ ବି ଯାଉ, ସେ କୃଷକୁ ଦେଖିଲେ ସେ ଗୋଟେ ଚିହ୍ନ ଏମିତି କରିଥାଏ। ସେ ନିଜେ କୃଷର ଚିହ୍ନ ଗ୍ରହଣ କରି ନିଜର ନତମସ୍ତକ କରିଥାଏ। କୃଷ ଖ୍ରୀଷ୍ଟିଆନ ଜୀବନ ନିମନ୍ତେ ଗୋଟେ ଦୁର୍ବଳ ବିଷୟ ନୁହେଁ, କିନ୍ତୁ ଖ୍ରୀଷ୍ଟୀୟ ଜୀବନ ନିମନ୍ତେ ଏକ ଶକ୍ତି ଅଟେ। ଏଥିପାଇଁ ମଧ୍ୟ ପାଉଲ କହନ୍ତି, ବିନାଶ ପ୍ରାପ୍ତ ହେଉଥିବା ଲୋକମାନଙ୍କ ପାଇଁ କୃଷର କଥା ମୂର୍ଖତା ମାତ୍ର, କିନ୍ତୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଲୋକମାନଙ୍କ ପାଇଁ କୃଷର କଥା ଏକ ମହାନ ଶକ୍ତି ଅଟେ। ତେଣୁ ଈଶ୍ୱରଙ୍କର ପବିତ୍ର ବାକ୍ୟରେ ମଧ୍ୟ ଲେଖା ଅଛି ଯେ ନିଜର କୃଷ ବହନ କରି ତୁମେ ଯାଅ। ନିଜର ଯେଉଁ କୃଷ ଅଛି ସେଇ କୃଷ ବହନ କରି ଚାଲ ବୋଲି କହନ୍ତି। ପ୍ରିୟ ମଣ୍ଡଳୀ, କୃଷ ବିଷୟରେ ମାର୍ଟିନ ଲୁଥର ମଧ୍ୟ କହନ୍ତି। ସେ କହନ୍ତି କଣ, without cross there is not a Christian life ବୋଲି କହନ୍ତି। କୃଷ ବିହୁନେ ଖ୍ରୀଷ୍ଟୀୟ ଜୀବନ କିଛି ନାହିଁ ବୋଲି କହନ୍ତି। ସେ କହନ୍ତି କଣ, the theology of cross ରେ ସେ କହନ୍ତି theology of cross ରେ ସେ କହନ୍ତି କଣ ନା, this theology emphasizes that the true knowledge of God and His will comes through the suffering and the death of Jesus Christ on the cross ବୋଲି କହନ୍ତି। ଯେତେବେଳେ କ୍ରୁଶକୁ ଆମେ ଅନାଇ ଥାଉ, ଦେଖିଥାଉ, ସେତେବେଳେ ଈଶ୍ୱରଙ୍କର ସତ୍ୟ ଜ୍ଞାନ ମନୁଷ୍ୟ ପ୍ରାପ୍ତ ହୋଇଥାଏ। ସେ ବିଷୟ କହନ୍ତି, କ୍ରୁଶକୁ ଦେଖିବା ଦ୍ୱାରା ମନୁଷ୍ୟର ଜ୍ଞାନ, ମନୁଷ୍ୟର ଶକ୍ତି, ମନୁଷ୍ୟର ବଳ, ମନୁଷ୍ୟର ବୁଦ୍ଧି, ମନୁଷ୍ୟର ଗୌରବ ନଷ୍ଟ ହୋଇଯାଇଥାଏ। କୃଷରେ ଯେତେବେଳେ ଆମେ ଅନାଉ, ସେତେବେଳେ ଆମେ ନିଜକୁ ଡିପ୍ରେଭିଟି ମାନେ ଗୋଟେ ଦୁର୍ବଳ ବୋଲି ଆମେ ଚିନ୍ତା କରୁ। କାରଣ କୃଷରେ ଆମର କୌଣସି ଏଫର୍ଟ ନାହିଁ। କୃଷକୁ ଯେତେବେଳେ ଦେଖୁ ଆମେ ନିଜର ଶକ୍ତି, ବଳ, ବୁଦ୍ଧି, ଜ୍ଞାନ ସେଠି ଦେଖାଯାଏ ନାହିଁ, କିନ୍ତୁ ଈଶ୍ୱରଙ୍କର କାର୍ଯ୍ୟ, ଈଶ୍ୱରଙ୍କର ଶକ୍ତି, ଈଶ୍ୱରଙ୍କର ବଳ ସେଠାରେ ଦେଖାଯାଇଥାଏ। ପ୍ରିୟ ମଣ୍ଡଳୀ, ଆଜିର ଶାସ୍ତ୍ରାଂଶରେ ମଧ୍ୟ ଆମେ ମାନେ ଦେଖୁ ଯେ ସେଠାରେ ଲେଖା ଅଛି 14 ପଦ ମଧ୍ୟରେ, ପୁଣି ମୂଷା ଯେ ପ୍ରକାର ପ୍ରାନ୍ତରରେ ସର୍ପକୁ ଊର୍ଦ୍ଧ୍ୱକୁ ଉଠାଇଲେ, ମନୁଷ୍ୟ ପୁତ୍ର ଅବଶ୍ୟ ସେହି ପ୍ରକାର ଊର୍ଦ୍ଧ୍ୱକୁ ଉଠାଯିବେ। ତେଣୁ ଆଜି ମୁଁ ତିନୋଟି ବିଷୟ ମୁଁ କହିବାକୁ ଚାହେଁ। ପ୍ରଥମ ପଏଣ୍ଟ ମୁଁ କହିବାକୁ ଚାହେଁ ଯେ କ୍ରସ୍ ଇଜ ଦ ୱେ ଟୁ ଗେଟ୍ ସାଲଭେସନ। କୃଷ ହେଉଛି ଗୋଟିଏ ରାସ୍ତା ଯେ ଆମେ କୃଷକୁ ଅନାଇଲେ ଆମେ ପରିତ୍ରାଣ ପ୍ରାପ୍ତ ହେବା। ପ୍ରଥମ ପଏଣ୍ଟ ମୁଁ କହିବାକୁ ଚାହେଁ। এই প্রথম পয়েন্টর যে 14 পদ মধ্যে লেখা ଅଛି,
ମଶା ଯେ ପ୍ରକାର ପ୍ରାନ୍ତରରେ ସର୍ପ ଊର୍ଧ୍ୱକୁ ଉଠାଇଲେ 430 ବର୍ଷ ପର୍ଯ୍ୟନ୍ତ ଯେତେବେଳେ ଇସ୍ରାଏଲ ମାନେ ଫାରୋ ରାଜାଙ୍କର ଦେଶ ମିଶ୍ର ଦେଶରେ ଇସ୍ରାଏଲ ମାନେ ବନ୍ଦୀ ହେଲେ ସେହି ସମୟରେ ଇସ୍ରାଏଲ ମାନେ ରୋଦନ ବିଳାପ କଲେ ଏବଂ ସେହି ରୋଦନ ଏବଂ ବିଳାପ ପବିତ୍ର ପରମେଶ୍ୱରଙ୍କର ପାଦ ତଳେ ଉପସ୍ଥିତ ହେଲା ଏବଂ ଈଶ୍ୱର ତାଙ୍କର ଦାସ ମଶାଙ୍କୁ ହରେ ପର୍ବତରେ ସେ ଦର୍ଶନ ଦେଲେ ଗୋଟିଏ ବୁଦା ଦ୍ୱାରା ଏବଂ ତାଙ୍କୁ ମିଶର ଦେଶରେ ପ୍ରେରଣ କଲେ 10ଟି ମହାମାରୀ ଦ୍ୱାରା ଇସ୍ରାଏଲ ମାନଙ୍କୁ ଉଦ୍ଧାର କଲେ 40 ଦିନର ରାସ୍ତାକୁ ଈଶ୍ୱର ପ୍ରତିଜ୍ଞାର ଦେଶ ଦୁଗ୍ଧ ମଧୁ ପ୍ରବାହୀ ଦେଶ ମଧ୍ୟରେ କଢାଇ ନେଉଥିଲେ ଗୋଟେ 40 days ର ୱେ ସେଟା ଥିଲା 40 ଦିନର ରାସ୍ତାକୁ ଈଶ୍ୱର 40 ବର୍ଷ ତାହା କରିଥିଲେ ଏବଂ ପ୍ରାନ୍ତର ମଧ୍ୟରେ ଯାତ୍ରା କରୁ କରୁ ଇସ୍ରାଏଲ ମାନେ ଈଶ୍ୱରଙ୍କ ବିରୁଦ୍ଧରେ ଏବଂ ମଶାଙ୍କ ବିରୁଦ୍ଧରେ ଏକ ଅଭିଯୋଗ ଆଣିଲେ ଅଭିଯୋଗ କାହିଁକି ଆଣିଲେ ଯେ ଆମେ ମିଶ୍ର ଦେଶରେ ରୁଟି ମାଂସ ଉତ୍ତମ ଜଳପାନ କରୁଥିଲୁ କିନ୍ତୁ ତୁମେ ପ୍ରାନ୍ତର ମଧ୍ୟରେ ଆମ୍ଭକୁ ମାରିବାକୁ ଆଣିଅଛ ବୋଲି ସେତେବେଳେ ଈଶ୍ୱରଙ୍କର ମହାନ କ୍ରୋଧ ପ୍ରଜ୍ୱଳିତ ହେଲା ମଶାଙ୍କ ଉପରେ ଇସ୍ରାଏଲ ଉପରେ ଏବଂ ଈଶ୍ୱର ଦଂଶନ ସର୍ପକୁ ସେ ପ୍ରେରଣ କଲେ ଅନେକଙ୍କୁ ସେ ସର୍ପ ଦଂଶନ କଲା କାମୁଡ଼ିଲା ଆଉ ଅନେକ ଲୋକ ମୃତ୍ୟୁବରଣ କଲେ ଇସ୍ରାଏଲ ମାନେ ଭୟଗ୍ରସ୍ତ ହେଲେ ଡରିଗଲେ ପୁନର୍ବାର ଈଶ୍ୱରଙ୍କର ଦାସ ମଶାଙ୍କ ନିକଟରେ ଯାଇ କ୍ଷମା ପ୍ରାର୍ଥନା କଲେ ହେ ପ୍ରଭୁ ମଶା ଆମେ ତୁମ୍ଭ ବିରୁଦ୍ଧରେ ଈଶ୍ୱରଙ୍କ ବିରୁଦ୍ଧରେ ଆମେ ପାପ କରିଅଛୁ ଆଉ ଆମ୍ଭମାନଙ୍କୁ କ୍ଷମା କର ବୋଲି ସେମାନେ କହିଲେ ସେତେବେଳେ ମଶା ଈଶ୍ୱରଙ୍କ ନିକଟରେ ପୁନର୍ବାର ସେ ପ୍ରାର୍ଥନା କଲେ ପ୍ରଭୁ ଏମାନଙ୍କୁ ତୁମେ କ୍ଷମା କର ଏବଂ ମଶାଙ୍କୁ ଈଶ୍ୱର କହିଲେ ସେମାନେ କେତେବେଳେ ବଞ୍ଚିବେ ତୁମେ ସେମାନଙ୍କ ପାଇଁ ଏକ ପତାକା ତିଆରି କର ଆଉ ପିତ୍ତଳର ଗୋଟେ ବଡ଼ ସର୍ପ ନିର୍ମାଣ କର ଊର୍ଧ୍ୱରେ ନିର୍ମାଣ କର ଆଉ ଯେଉଁମାନଙ୍କୁ ସର୍ପ ଦଂଶନ କରେ ସେଇ ସର୍ପ ଦଂଶନ କଲେ ଯଦି ସେମାନେ ଉପରକୁ ଦେଖିବେ ସେ ପିତ୍ତଳ ସର୍ପକୁ ଦେଖିବେ ତେବେ ସେମାନେ ଜୀବନ ପ୍ରାପ୍ତ ହେବେ ଆଉ ଅନେକଙ୍କୁ ସର୍ପ ଦଂଶନ କଲା ଏବଂ ଯେତେବେଳେ ଦଂଶନ କଲା ଅନେକ ଲୋକ ଊର୍ଧ୍ୱକୁ ଦେଖିଲେ ସେହି ପିତ୍ତଳ ସର୍ପ ଯାହା ଈଶ୍ୱରଙ୍କର କାର୍ଯ୍ୟ ସାଧନ କରିଥିଲେ ତାହା ଦେଖିଲେ ଆଉ ଯେତେବେଳେ ଦେଖିଲେ ସେତେବେଳେ ସେମାନେ ଜୀବନ ପ୍ରାପ୍ତ ହେଲେ ପ୍ରିୟ ମଣ୍ଡଳୀ ଈଶ୍ୱର ଯେତେବେଳେ ସେ ପରିତ୍ରାଣର କାର୍ଯ୍ୟକୁ ସେ କୃଷରେ ସାଧନ କରିଛନ୍ତି ଆଉ ସେ ପରିତ୍ରାଣର କାର୍ଯ୍ୟ କୃଷକୁ ଯେଉଁମାନେ ଦେଖନ୍ତି ପ୍ରତ୍ୟେକ ଲୋକ ସେମାନେ ଉଦ୍ଧାର ପ୍ରାପ୍ତ ହେବେ ପାପରୁ କ୍ଷମା ପ୍ରାପ୍ତ ହେବେ ଏବଂ ସେମାନଙ୍କୁ ଈଶ୍ୱରଙ୍କର ସେଇ ରକ୍ତ ପାପକୁ ଧୋଇଦେବ ଏବଂ ଈଶ୍ୱରଙ୍କର ସେ ମହାନ ପରିତ୍ରାଣର କାର୍ଯ୍ୟ ସେମାନେ ଆସ୍ୱାଦନ କରିବେ ପ୍ରିୟ ମଣ୍ଡଳୀ ମୁଁ ଏହି ମର୍ଣ୍ଣିଂ ଡିଭୋସନରେ ଜଡ଼ିତ ହୋଇଥିବା ଲୋକମାନଙ୍କୁ ପ୍ରଶ୍ନ କରେ ଯେ ସେହି କ୍ରୁଶରେ କିଏ ଥିଲେ ଜଣେ ଲୋକ କୁହନ୍ତୁ ହୁ ଇଜ hanged on the cross କିଏ ସେ କ୍ରୁଶରେ ଝୁଲାଇ ହେଇଥିଲେ କିଏ କହିବ କି ଯୀଶୁ ଥିଲେ
সেটা হচ্ছে ଆମମାନଙ୍କ ପାଇଁ ଗୋଟେ ପ୍ରୋବ୍ଲେମେଟିକ ଆଇଡିଓଲୋଜି ଗୋଟେ ରହିଛି। ଆପଣମାନେ ମାଥ୍ୟୁ ଲିଖିତ ସୁସମାଚାର ତାର 27 ପର୍ବ ତାର 17 ପଦ ମଧ୍ୟରେ ଯଦି ଆପଣମାନେ ଅଧ୍ୟୟନ କରିବେ, ଇଂଲିଶ ଭର୍ସନ ଯଦି ଅଧ୍ୟୟନ କରିବେ, ମୁଁ ଓଡ଼ିଆ କରିଦଉଛି କିନ୍ତୁ ଇଂଲିଶ ଭର୍ସନ ଯଦି ଅଧ୍ୟୟନ କରିବେ ସେଟାରେ ଗୋଟେ ଅଲଗା ଲେଖା ଅଛି। ଏଠି ଓଡ଼ିଆରେ କ'ଣ ଅଛି? ଅତଏବ ସେମାନେ ଏକତ୍ର ହୋଇଥିବା ସମୟରେ ପିଲାତୋ ସେମାନଙ୍କୁ ପଚାରିଲେ, ଆମ୍ଭେ ତୁମମାନଙ୍କ ନିମନ୍ତେ କାହାକୁ ମୁକ୍ତ କରିଦେବା ବୋଲି ତୁମେମାନେ ଇଚ୍ଛା କରୁଅଛ, ବାରବାଙ୍କୁ ନା ଯାହାଙ୍କୁ ଖ୍ରୀଷ୍ଟ ବୋଲି କହନ୍ତି ସେହି ଯୀଶୁଙ୍କୁ ବୋଲି ଲେଖା ଅଛି। କିନ୍ତୁ ଏଇଠି ଲେଖା ଅଛି whether Jesus the Barabbas or Jesus the Christ ବୋଲି ସେଇଠି ଲେଖା ଅଛି। ଇଂଲିଶରେ ଆପଣମାନେ ପଢ଼ନ୍ତୁ, ସେଇଠି ଲେଖା ଅଛି Jesus the Barabbas। ସେଇ ସମୟରେ ଅନେକ ଯୀଶୁ ଥିଲେ, ଯୀଶୁଙ୍କର ନାମ ଅନେକ ଥିଲା, ସେଥିପାଇଁ ଅନେକ ସମୟରେ ବାଇବଲରେ ଲେଖା ଅଛି ନାଜରିତୀୟ ଯୀଶୁ ବୋଲି ଲେଖା ଅଛି। ପ୍ରିୟ ମଣ୍ଡଳୀ, it is very problematic ଗୋଟେ ଖ୍ରୀଷ୍ଟିଆନ ପାଇଁ ଯେ Jesus not only the Jesus the Christ not only hang on the cross, କ୍ରୁଶରେ କେବଳ ସେହି ଯୀଶୁ ଯେ ମାନବୀୟ ଯୀଶୁ ଯେ କ୍ରୁଶରେ ହତ ହୋଇ ଅଛନ୍ତି ସେ ତାହା ନୁହେଁ, କିନ୍ତୁ ସେହି କ୍ରୁଶରେ ସ୍ୱୟଂ ଈଶ୍ୱର ସେ କ୍ରୁଶାର୍ପିତ ହୋଇ ଅଛନ୍ତି। ଗୋଟେ ମାନବୀୟ ବ୍ଲଡରେ ମନୁଷ୍ୟ ପରିତ୍ରାଣ ପାଇବ ନାହିଁ, ଗୋଟେ ହ୍ୟୁମାନ ବ୍ଲଡରେ ମନୁଷ୍ୟ ପରିତ୍ରାଣ ପାଇବ ନାହିଁ, ଗୋଟେ ହ୍ୟୁମାନର ହ୍ୟାଣ୍ଡରେ ମନୁଷ୍ୟ ପରିତ୍ରାଣ ପାଇବ ନାହିଁ। ସେଥିପାଇଁ ଜୁର୍ଗେନ ମଲ୍ଟମ୍ୟାନ୍ ଦ ଲୁଥେରାନ ଥିଓଲୋଜିଆନ ସେ କହନ୍ତି ଦ କ୍ରୁସିଫାଇଡ ଗଡ ବୋଲିକି। ସେଇଠି ଜଣେ ମନୁଷ୍ୟ କ୍ରୁସିଫାଇଡ ହେଇନାହିଁ, କିନ୍ତୁ ସେଇଠି God itself, herself, himself crucified on the cross। ସେ କ୍ରୁଶରେ ଈଶ୍ୱରଙ୍କର ମୃତ୍ୟୁ ହୋଇଛି, ଈଶ୍ୱର କ୍ରୁଶାର୍ପିତ ହୋଇଛନ୍ତି, ଆଉ ଈଶ୍ୱରଙ୍କର ରକ୍ତରେ ମନୁଷ୍ୟ ପରିତ୍ରାଣ ପ୍ରାପ୍ତ ହୁଏ, ଈଶ୍ୱରଙ୍କର ମୃତ୍ୟୁରେ ମନୁଷ୍ୟ ପରିତ୍ରାଣ ପ୍ରାପ୍ତ ହୁଏ, ଗୋଟେ ସାଧାରଣ ମନୁଷ୍ୟର ମୃତ୍ୟୁରେ ନୁହେଁ। ପ୍ରିୟ ମଣ୍ଡଳୀ, ଆଉ ସେହି କ୍ରୁଶକୁ ଯେଉଁମାନେ ଦେଖନ୍ତି ସେମାନେ ପ୍ରକୃତରେ ସେଇ କୃଷକୁ ଯେଉଁମାନେ ବିଶ୍ୱାସର ସହିତ ଦେଖନ୍ତି ସେମାନେ ପରିତ୍ରାଣ ପ୍ରାପ୍ତ ହୁଅନ୍ତି। What does mean the cross? କ୍ରସର ଅର୍ଥ କ'ଣ? କ୍ରସର ସିମ୍ବଲ ହେଉଛି it is suffering, pain and pathos। କ୍ରସର ଅର୍ଥ pain, suffering and pathos, ଗୋଟେ ଦୁଃଖ ଯନ୍ତ୍ରଣା ଅଟେ କ୍ରୁଶର ଅର୍ଥ। ଆଉ ଗଡ୍ କୋଉଠି ଅଛନ୍ତି? ଅନ୍ ଦି କ୍ରସ୍, ସେ କ୍ରସରେ ଅଛନ୍ତି। ସେଥିପାଇଁ ମାର୍ଟିନ ଲୁଥର ଥିଓଲୋଜି ଅଫ ଗ୍ଲୋରି, ରୋମାନ କାଥଲିକର ଥିଓଲୋଜି ଅଫ ଗ୍ଲୋରିକୁ ସେ କାଟିକି ଥିଓଲୋଜି ଅଫ କ୍ରସ୍ ସେଣ୍ଟେଡ୍ ଖ୍ରୀଷ୍ଟିଆନ ଲାଇଫକୁ ସେ ମାନେ ଡିଜାଇନ ବା ଆକାର କରନ୍ତି। ସେ ଥିଓଲୋଜି ଅଫ ଗ୍ଲୋରି ନାହିଁ, କିନ୍ତୁ ଥିଓଲୋଜି ଅଫ କ୍ରସ୍। ସେ କ୍ରସର ଥିଓଲୋଜି କ'ଣ? ଯେ କ୍ରସର ସିମ୍ବଲ ହେଉଛି ଗୋଟେ ଯନ୍ତ୍ରଣାର ପ୍ରତୀକ ଅଟେ, ତାହା ଗୋଟେ କଷ୍ଟର ପ୍ରତୀକ ଅଟେ, ଗୋଟେ ପେନ୍ ପାଥୋସର ପ୍ରତୀକ ଅଟେ। ତେବେ ଆଜି ଗଡ୍ କୋଉଠି ଅଛନ୍ତି? ଇନ୍ ଦି ସଫରିଂ, ଯେଉଁଠାରେ ଦୁଃଖ କଷ୍ଟ ଅଛି, ପେନ୍ ପାଥୋସ ଅଛି, ସେଇଠାରେ ଗଡ୍ ଝୁଲେଇ ହେଇକି ଅଛନ୍ତି। ଆମେ ଅନେକ ସମୟରେ ଗଡ୍କୁ ବିଭିନ୍ନ ଜାଗାରେ ଆମେ ଅନ୍ୱେଷଣ କରୁ। କୋଉଠି? ଜନ୍ମ ଦିବସରେ, ବିବାହରେ, ସକ୍ସେସରେ, ଅଥରିଟିରେ, ପାୱାରରେ, ବିଭିନ୍ନ ଜାଗାରେ ଆମେ ଗଡ୍କୁ ଆମେ ଦେଖିଥାଉ। କିନ୍ତୁ there is not a God। କିଏ ଜଣେ ଯଦି ବଡ ଲୋକ ହେଇଗଲା, ବଡ ଘର ଗୋଟେ ତିଆରି କଲା, ତେବେ ଗଡ୍ କଲେ ବୋଲି ମନା କରୁନାହିଁ, ଈଶ୍ୱର କରିନାହାନ୍ତି ବୋଲି। ଆମର ଦୃଷ୍ଟି କେବଳ ସେଇଠି କରିଥାଉ ଯେ ପ୍ରକୃତରେ ଈଶ୍ୱର ଏଇଟା କରିଛନ୍ତି।
आसे कष्ट आसे जंत्रणा आसे एटा हमर पाई किछि हेई न थाए ना ये ईश्वरंकर द्वारा ना कि ईश्वर को सेठी प्रकाश तो हमें करि न थाउ किंतु क्रूसरे ईश्वर अछंती क्रूसरे अर्थ जंत्रणा ईश्वर अछंती ईश्वर मनुष्य जीवन रे जंत्रणा रे मध्य से रहंती जेमती कि हम माने कहि परिबा आयुबंक विषय प्रिय मंडली गॉड केउठी अछंती गॉड रो सिंबल हेउची इंसल्ट एंड सिनर से क्रूसर सिंबल सॉरी गॉड रो सिंबल नै क्रूसर सिंबल होउची इंसल्ट बा हिंसा एवं गोटे पापी रो परिचय प्रतीक अटे तेणु से समय क्रूस को जो माने कि अकिंचन अधार्मिक पापी सेमानंकु हैंग करी सेमानंकु रखा जाउथिला झुलेई दिया जाउथिला क्रूसार्पित करा जाउथिला आउ ईश्वर सेही हिंसा जगह रे से अछंती सिन्नर मानंकर जगह रे से अछंती हमें गॉड को क्यों ठारे खोजुछु वेयर वी आर सर्चिंग दैट क्यों ठारे क्रिश्चियन को हम ईश्वर को खोजुछु इट्स वेरी इंपोर्टेंट क्रूसर प्रतीक हेउची पावरलेस आउ लेस अथॉरिटी जोठारे कि शक्तिहीन क्षमताहीन अछि सेठारे ईश्वर अछंती प्रिय मंडळी सेटा होची थियोलॉजी ऑफ क्रॉस बोली कहंती जोटी कि हमर ज्ञान बुद्धि बल शक्ति पहुंची पारु नथिबो हमरो सेठी ही ईश्वर अछंती प्रिय मंडळी जोटी कि पहुंच पारुथिबो जानि पारुथिबो बुझी पारुथिबो सब करि पारुथिबो सेठी देयर इज नॉट ए गॉड किंतु बुझी न परिबाटी हमरो माने जोटी कि हमरो ज्ञान बुद्धि एंड हे जिवो सेठरु गॉड रो ज्ञान आरंभ हेबो एवं सेठरु ईश्वरंकर कार्य आरंभ हेबो आ सेठरु ईश्वर आरंभ हेबे आपण मान को कहली क्रॉस इज द वे टू गेट साल्वेशन माने क्रूस हेउछ गोटे रास्ता साल्वेशन पाइबार गोटे पथ अटे आ केमती साल्वेशन ईश्वरंकर साल्वेशन रो जो डिजाइन करिसंती मनुष्य ज्ञान बुद्धिर बाहर केबे इंसल्ट जगह रे गेंधिया जगह रे अलरा जगह रे पावरलेस रे लेस अथॉरिटी रे पेन पाथस सिनियर जगह रे एमिति जगह ईश्वर केमती गोटे परित्राणर कार्य साधन करिवे सेति में मु प्रथम इंट्रोडक्शन मु देली जे लोक माने कोन कहिबे जे विनाश प्राप्त हेउथिबा लोक माननको पाई क्रूसर कथा मूर्खता मात्र लाइक द तोपी मिश्र ऊपर कोन थियोलॉजी ऊपर ज्ञान अछि से भयंकर कहि दउछंती कोन जे तीनटा कोंडा ईश्वर मरि गेले सेटा गोटे केमती ईश्वर हे जिवो बोले तांकर बुद्धि ज्ञान ह्यूमन नॉलेज से किछि ने लेस सेठी डैमेज हे जिवो सेठी बुझी तो परिबे नै आ थियोलॉजी ऑफ क्रॉस मार्टिन लूथर सेठी पे कहउछनी बुझी परिबे नै क्रूस को जे देखला से बुझी परिबो नै जानि परिबो नै अरे केमती मरि जिवे बोली से प्रश्न को जा तीनटा काउंटर केमती मरि जिवे गोटे ईश्वर गोटे बोली क्रूस को बुझी परिबे नै केही किंतु केउ माने बुझी परिबे परित्राण प्राप्त हेउथिबा लोक माने क्रूसर शक्ति कोन ताहा से माने बुझी परिबे प्रिय मंडळी आज मु आपण मानकु सेटा कहिबा को चाहे दोज हु आर लुक टू क्रॉस जो माने से क्रूस को देखंती से माने निजो को होराई की ईश्वर को निज जीवन रो आत्मिक जीवन से माने बढ़ंती निजो को देखिबा लोक के क्रूस को देखि परिबे ना किंतु क्रूस को देखिबा लोक निजो को देखिबे नै किंतु ईश्वर आम मान को देखिबे एवं आमर आत्मिक शारीरिक जीवन रे आमे माने अभिवृद्धि हेबु बलवान हेबु शक्तियुक्त होइकी এই জগতর প্রত্যেক বিষয়କୁ সম্মুখীন କରି ଚିରିକି ଆଗକୁ ବଢି ପାରିବୁ ଏବଂ ଆତ୍ମିକ ଜୀବନରେ ଆମ୍ଭେ ମାନେ ବଳିଷ୍ଠ ହୋଇପାରିବୁ ପ୍ରିୟ ମଣ୍ଡଳୀ ଆମ୍ଭେ ମାନେ ଆଜି ସେଇ କ୍ରୁଶକୁ ଦେଖିବାକୁ ପଡିବ ଆଉ ସେଇ କ୍ରୁଶରେ ହିଁ
Dios absconditos ବୋଲି କୁହାଯାଏ, ଅର୍ଥାତ୍ ଗୋଟେ ହିଡେନ୍ ଗାର୍ଡ ଲୁକାୟିତ ଭାବରେ ଅଛନ୍ତି। ତପି ମିଶ୍ର ପରି ଲୋକ ଖୋଜି ପାରିବେ ନାହିଁ, ସେଇଟା ନିଜର ଜ୍ଞାନ ବୁଦ୍ଧିରେ ଖୋଜିବାଟା ନାହିଁ। ସେଟା କଣ ବୋଲି ଲେଖା ଅଛି, ଯେ କେହି ତାହାଙ୍କ ଠାରେ ବିଶ୍ୱାସ କରେ। ବିଶ୍ୱାସ କରୁଥିବା ଲୋକମାନେ ସେ ହିଡେନ୍ ଗାର୍ଡ, ସେ ଲୁକାୟିତ ଈଶ୍ୱରଙ୍କୁ ସେମାନେ ଖୋଜି ପାରିବେ। ପ୍ରିୟ ମଣ୍ଡଳୀ, Dios abscondidos ଅର୍ଥାତ୍ ଟ୍ରାନ୍ସେଣ୍ଡେଣ୍ଟ ଗାର୍ଡ, ସର୍ବାତିକ୍ରମୀ ଈଶ୍ୱର ସେଇଠି ଅଛନ୍ତି। ସର୍ବାତିକ୍ରମୀ, এই ଜଗତର ସର୍ବକୁ ଅତିକ୍ରମ କରି ସେ ଅଛନ୍ତି। ଆରେ ସେଇଟା ଗୋଟେ ଏକ୍ୟୁଏଡ୍ ଫେଥ୍, ନିଜର ବିଶ୍ୱାସରେ, ନିଜର ସର୍ଚ୍ଚିଂ ବିଷୟ ଦ୍ୱାରା ନିଜେ ସର୍ଚ୍ଚ କରିକି ଆମେ ମାନେ ସେ ଈଶ୍ୱରଙ୍କୁ ଖୋଜି ପାରିବା ନାହିଁ। ଆରେ ଆମେ କିଏ? ହୁ ଏମ୍ ଆଇ, ହୁ ଆର୍ ୱି? ଆମେ ଏଇଭଳି ଈଶ୍ୱରଙ୍କୁ ଖୋଜିବା, ଯିଏକି ସର୍ବ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା। ତାଙ୍କ ବିହୁନେ କୌଣସି ବିଷୟ ସୃଷ୍ଟି ହେଇନାହିଁ। ଆଉ ତୁମେ ମାନେ ଈଶ୍ୱରଙ୍କର ବିଷୟକୁ ଏଇ ଅଳ୍ପ ଜ୍ଞାନ ବୁଦ୍ଧି ଦ୍ୱାରା ଏଡି ବଡ ଈଶ୍ୱରକୁ ଖୋଜି ପାରିବ? ତାଙ୍କର ପରିତ୍ରାଣର କାର୍ଯ୍ୟ ଯୋଉ କୃଷରେ ସାଧନ କରି ଅଛନ୍ତି, ମନୁଷ୍ୟ ବୁଝିଆକା ପାରିବ ନାହିଁ। କିନ୍ତୁ କିଏ ବୁଝିବ? those who are believe in Christ, ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରୁଥିବା ଲୋକମାନେ ସେମାନେ ଖୋଜି ପାରିବେ, ବୁଝିପାରିବେ, ଜାଣିପାରିବେ, ଐଶ୍ୱର୍ଯ୍ୟ ଆଶୀର୍ବାଦ ସେମାନେ ପ୍ରାପ୍ତ ହେଇପାରିବେ। ପ୍ରିୟ ମଣ୍ଡଳୀ, ମୁଁ ଦ୍ୱିତୀୟ ଅଂଶ ମୁଁ ଆପଣମାନଙ୍କ ନିକଟରେ କହି ରଖିବାକୁ ଚାହେଁ, ତାହା ହେଉଛି କ୍ରସ୍ ରିଭିଲ୍ଡ ଦି God's abundant love। କ୍ରୁଶରେ ଆଉ କଣ ଆମେ ମାନେ ଦେଖୁଛୁ? କ୍ରୁଶରେ ଦେଖୁଛୁ ଯେ ଈଶ୍ୱରଙ୍କର ସେହି ପ୍ରଗାଢ଼ ଏବଂ ଅସୀମ ପ୍ରେମ। ପ୍ରେମ କୋଉଠି ଅଛି? ପ୍ରେମ କୋଉଠି ଅଛି? ସେ ଈଶ୍ୱରଙ୍କୁ ଯଦି ଆମେ ମାନେ ଦେଖିବା, ଈଶ୍ୱର ସେ କୃଷକୁ ଯଦି ଆମେ ମାନେ ଦେଖୁ, ତେବେ ଈଶ୍ୱରଙ୍କର ସେଇ ପ୍ରଗାଢ଼ ଏବଂ ଅସୀମ ପ୍ରେମକୁ ଆମେ ମାନେ ବୁଝିପାରିବା। ଈଶ୍ୱର ସେଠି କେମିତି ପ୍ରେମ କରିଛନ୍ତି ସେଟା ଲେଖା ଅଛି ଯୋହନ 3:16 ମଧ୍ୟରେ। କାରଣ ଈଶ୍ୱର ଜଗତକୁ ଏଡେ ପ୍ରେମ କଲେ, ଏଡେ ପ୍ରେମ, ଏଡେ ବୋଲେ କେଡେ? ସେଟା ଇଂଲିଶରେ ଲେଖା ଅଛି God so loved to the world, so loved, ଏଡେ ପ୍ରେମ କରିଅଛନ୍ତି। ତାକୁ ଇଣ୍ଟରପ୍ରିଟେସନ କରିବାକୁ ଯାଇ ଗୋଟିଏ ମାନେ କାରିସ୍ମାଟିକ ଇଣ୍ଟରପ୍ରିଟେସନ ଗୋଟେ ମୁଁ ପଢୁଥିଲି। ସେଠି ପଢୁଥିଲି ଯେ ଗୋଟେ ଆମର ପିକ୍ଚର ଗୋଟେ ଅଛି, ପିକ୍ଚର ଇନ ଦ ସେନ୍ସ ଗୋଟେ ଫଟୋ ଗୋଟେ ଅଛି, ଆଉ ଯୀଶୁଙ୍କର କ୍ରୁଶାର୍ପିତର ଫଟୋ। ଆଉ ସେଇ ଫଟୋରେ ଜଣେ ବ୍ୟକ୍ତି ପଚାରେ, ହେ ପ୍ରଭୁ ଯୀଶୁ, ତୁମେ ମତେ କେତେ ପ୍ରେମ କରୁଅଛ? ସେତେବେଳେ ଯୀଶୁ ସେଇଠି ଦେଖେଇ ଦେଲେ କଣ? He stretches his arms, ସେ ନିଜର ହସ୍ତକୁ ମେଲାଇ ଦେଲେ ଆଉ କହିଲେ କୃଷରେ ଯେ ମୁଁ ତତେ ଏତେ ପ୍ରେମ କରୁଅଛି। ତାକୁ କୌଣସି ଟେପ ନାହିଁ, ମେଜରମେଣ୍ଟ ନାହିଁ, ମିସିନ ନାହିଁ ଜଗତରେ ଯେ ମାପି ପାରିବ ଯେ ଈଶ୍ୱର ମତେ ଏତେ ପ୍ରେମ କରୁଅଛନ୍ତି। ଦୈର୍ଘ୍ୟ, ପ୍ରସ୍ଥ, ଉଚ୍ଚତାର ପରିମାପକ କାଠି ନାହିଁ। ଈଶ୍ୱର ମନୁଷ୍ୟକୁ ସେ ସେତେ ପ୍ରେମ କରୁଅଛନ୍ତି। ମନୁଷ୍ୟକୁ ପ୍ରେମ କରୁଥିବା ଦ୍ୱାରା, ଜଗତକୁ ପ୍ରେମ କରୁଥିବା ଦ୍ୱାରା ସେ ଆପଣା ବିଗଟେନ୍ ସନ୍, ଅଦ୍ୱିତୀୟ ପୁତ୍ରଙ୍କୁ ସେ ପଠାଇଲେ। ଅକାଳଜାତ ଈଶ୍ୱରଙ୍କୁ ସେ, ଅକାଳଜାତ ଈଶ୍ୱର ପୁତ୍ର ଈଶ୍ୱରଙ୍କୁ ସେ ପଠାଇଲେ। ଆଶ୍ଚର୍ଯ୍ୟ। ପ୍ରିୟ ମଣ୍ଡଳୀ, ଆମେ ଅନେକ ସମୟରେ ପ୍ୟାରେଣ୍ଟାଲ ଲଭ୍ ହେଉଛି ଭୟଙ୍କର। ପିତାମାତାଙ୍କର ପ୍ରେମ ନିଜର ପୁତ୍ର ସନ୍ତାନ ପ୍ରତି ବେଶୀ। ଅନେକ ସମୟରେ ଏବେ ଆମର ପୁଅକୁ ଆଲର୍ଜି ହେଇଯାଇଥିଲା, ଆଉ ବିଗତ ରାତ୍ରିରେ ଆଲର୍ଜି ହେଲା ପରେ ତାଙ୍କ ମମ୍ ନର୍ସ ଅଛନ୍ତି, ଡ୍ୟୁଟି ଯାଇଥିଲେ, ଆଉ ଡ୍ୟୁଟିରେ ଯେତେବେଳେ ଆସିଲେ ସେତେବେଳେ ସେ ବାବୁକୁ ଦେଖିଲେ ଯେ ଦେହ ସାରା ମାନେ ଆଲର୍ଜି ହେଲା। ଆଉ ସେତେବେଳେ ଗୋଟେ ଷ୍ଟେଟମେଣ୍ଟ ଦେଲେ, ମ୍ୟାଡାମ ମୋ ୱାଇଫ ଗୋଟେ ଷ୍ଟେଟମେଣ୍ଟ ଦେଲେ ଯେ ଏମିତି ଦେଖିକି, ଏମିତି ଅବସ୍ଥା
अवस्था मोर पुओ को शुआई पारिबी कि अरे मुई सोई पारिबी कि बोली से कहले सिंपल एलर्जी गोटे आश्चर्य मु एमती माने एलर्जी को देखि मु सोई पारिबी कि अरे गॉड कोन करूछंती एलर्जी को देखु नांती जगत को देखुछंती आपण अद्वितीय पुत्र को दान करे दउछंती मरिबा पाए के बड़ प्रेम करुछंती मनुष्य ए जगत को ईश्वर आपण माने चिंता करंतु काहे की कारण वी आर वेरी वैल्यूएबल बिफोर गॉड मानो ए जगतर लोक माने ईश्वरंकर दृष्टि रे ईश्वरंकर सम्मुख रे बहुत मूल्यवान अटु काहे की मूल्यवान कारण से आमान को भयंकर प्रेम करुअछंती हमर वैल्यू कोन ईश्वरंक निकट रे ईश्वर एडे बड़ महान परमेश्वर किंतु हमर वैल्यू कोन हेबा दरकार किंतु कोन हेछि प्रभुंकर दृष्टि रे आपण अद्वितीय कालजात पुत्र को मध्य प्रेरण करबा को बोली पासरु पारु नाहंती सॉरी पक्ष घंटा देउ नाहंती गॉड रो लव हेउछि इमेंसली लव अबंडेंट लव तार कोनोसी तर्क प्रश्न उच्चता को आमे मापी पारिबा गॉड केबे बैकस्लाइड हे नांती तांकरी पुत्र को प्रेरण करबा निमंते जगत रे प्रिय मंडली ईश्वरंकर प्रेम महान अटे सेथि पाए जे आमी जे ईश्वरंकु जहा आमे प्रथम जहन रे आमे जे ईश्वरंकु प्रेम कलु ताहा नुहे किंतु ईश्वर प्रथमे आमान को से प्रेम करि अछंती कारण हमर जीवन रो मूल्य बहुमूल्य अटे प्रेसियस लाइफ ईश्वर आमान को देइछंती आ सेठी क्रूस रे देखिबो ईश्वरंकर अबाउंडेंट लव को सेठी परिप्रकाश हेउछि गॉड सेठी मृत्युवरण करूछंती कार पाई जगत निमंते सेल्फ सैक्रिफिशियल माने निजो को उत्सर्गीकृत करि दउछंती अनकंडीशनल लव कंडीशन रखु नांती तू इटा करले मु इटा देबी मु इटा करले सेटा तू देबु सेटा करि ना कंडीशन रखि नांती सेमती अनकंडीशनल लव सैक्रिफिशियल लव से जगत निमंते से आपना को उत्सर्गीकृत करी से जगत रे ईश्वरंकर प्रेम को से प्रकाश करि अछंती प्रिय मंडली जो माने ताहांको ठारे विश्वास करंती से क्रूस रे ईश्वरंकर प्रेम को देखि विश्वास करंती से माने विनष्ट हेबे नै किंतु अनंत जीवन प्राप्त हेबे अनंत जीवन प्राप्त हेबे से दिन से सर्प को देखि लोक माने जीवन प्राप्त हेबे किंतु एबे से क्रूस को देखि मनुष्य अनंत जीवन से प्राप्त हेबो मु शीघ्र शीघ्र कहबा को चाहे समर सापेक्ष जगु 16 पदरे आ गोटे मोर कोन अछि पॉइंट अछि गॉड रिवील्ड गॉड्स जजमेंट सॉरी क्रॉस रिवील्ड गॉड्स जजमेंट आमे जदि सेठी देखिबा क्रूस रे ते ईश्वरंकर विचार को आमे देखिबा से विचार करबा निमंते आसबे सेथि पाए गोटे हमरो लुथरान गीत बही रे अछि प्रभु जीसु ए जुगान्ते विचार करिबा निमंते ए जगत रे आसीबे प्रिय मंडली से केमती विचार करिवे 16 पदरे सेठी लेखा अछि सॉरी 17 पदरे जेणु जगतर विचार करबा निमंते ईश्वर अपना पुत्र को जगत प्रेरण न करी जगत जेपरी ताहांको ठारे परित्राण प्राप्त हुए एथि पय ताहांको प्रेरण कले तो गॉड से जजमेंट को नहीं आज अनेक लोक जजमेंट को विचार को डराइबे तुमे जदि भलो काम करिबो ना एटा करिबो ना तेबे प्रभु तुम माननकु अग्निकुंड रे पकाई देबे प्रभु तुमन को अभिशाप दे देबे तुमर जीवन रे एमती कष्ट आसीबो एमती दुख आसीबो एमती ताड़ना आसीबो एमती विषय आसीबो बोली लोक माने भयंकर थ्रेटनिंग देबे प्रीचर माने अछंती किंतु प्रभु क्रिश्चियन फेथ रो यूनिकनेस होछि
ଯେ ସେଦିନ ଆମମାନଙ୍କୁ କର୍ମ ଦ୍ୱାରା ବିଚାର କରିବେ ନାହିଁ କିନ୍ତୁ ବିଶ୍ୱାସ ଦ୍ୱାରା ବିଚାର କରିବେ। ଇଟ୍ ଇଜ ଦି ୟୁନିକ୍ ଫେଥ୍ ଅଫ୍ ଖ୍ରୀଷ୍ଟିଆନିଟି। ଆମେ ଯଦି କର୍ମ ଦ୍ୱାରା ବିଚାରିତ ହେବୁ ତେବେ there is no difference between Christian and other religion। ଆମେ ଈଶ୍ୱର ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବାର କିଛି ଲାଭ ଆକା ନାହିଁ। ତେଣୁ ବିଚାର ଆମମାନଙ୍କର କର୍ମରେ ନାହିଁ, ମାତ୍ର ବିଚାର ଆମମାନଙ୍କର ବିଶ୍ୱାସରେ ଅଛି। ତେଣୁ ପ୍ରିୟ ମଣ୍ଡଳୀ, ମୁଁ ଶେଷରେ ଆସିଲେଣି, ମତେ ସିଗ୍ନାଲ ମଧ୍ୟ ଦିଆଯାଇଛି। 18 ପଦରେ ଲେଖା ଅଛି ଯେ ତାହାଙ୍କ ଠାରେ ବିଶ୍ୱାସ କରେ ସେ ବିଚାରିତ ହୁଏ ନାହିଁ। ଯେଉଁମାନେ ତାହାଙ୍କ ଠାରେ ବିଶ୍ୱାସ କରନ୍ତି ସେମାନେ ବିଚାରିତ ହୁଅନ୍ତି ନାହିଁ। ପ୍ରିୟ ମଣ୍ଡଳୀ, ଆଜି ସେଥିପାଇଁ ଯେଉଁମାନେ ସେହି ପ୍ରକାର ଥ୍ରେଟନିଂ କରନ୍ତି ଅନ୍ୟମାନଙ୍କୁ, ଆଜି ସେମାନଙ୍କ ପାଇଁ ମଧ୍ୟ ଗୋଟେ ଥ୍ରେଟନିଂ ଅଛି। ଈଶ୍ୱର ଦେଉଛନ୍ତି ଯେ ବିଚାର କରିବା ଶକ୍ତି କେବଳ ଈଶ୍ୱରଙ୍କର ଅଛି ଏବଂ ଈଶ୍ୱର ଖ୍ରୀଷ୍ଟିଆନ ସମାଜକୁ ତାଙ୍କରି ବିଶ୍ୱାସ ଦ୍ୱାରା ବିଚାର କରିବେ। ପ୍ରିୟ ମଣ୍ଡଳୀ, ମୁଁ ଆପଣମାନଙ୍କ ନିକଟରେ କହି ରଖିବାକୁ ଚାହେଁ, ବର୍ତ୍ତମାନ ଏକ ଦୁଃଖଭୋଗକାଳୀନ ସମୟରେ ଆମେମାନେ ଉପସ୍ଥିତ ଅଛୁ। 40 ଦିନ ପର୍ଯ୍ୟନ୍ତ ଆମେମାନେ ଏହି ଦୁଃଖଭୋଗକାଳୀନ ସମୟକୁ ଆମେମାନେ ସ୍ମରଣ କରିଥାଉ। এই ଦୁଃଖଭୋଗକାଳୀନ ସମୟରେ ବର୍ତ୍ତମାନ ଆମମାନଙ୍କର ପାପ ନିମନ୍ତେ ଅନୁତାପ କରିବାର ସମୟ, ସେଇ କୃଷ୍ଣକୁ ଆମେମାନେ ପରିଲକ୍ଷିତ କରିବାର ସମୟ, ଦୃଷ୍ଟି ଗୋଚର କରିବାର ସମୟ ଅଟେ। ଆଉ ୱିଦାଉଟ୍ କ୍ରସରେ ଦେयर ଇଜ ନଟ୍ ଏ ଲ୍ୟାଣ୍ଡ ସିଜନ ସେଲିବ୍ରେଟ। ଆମେ କୃଷ୍ଣ ବିହୁନେ ଲ୍ୟାଣ୍ଡ ସିଜନକୁ ଆମେ ସେଲିବ୍ରେଟ କେବେ କରିପାରିବା ନାହିଁ। ଏମିତି ଏକ ସମୟ ଈଶ୍ୱର ଦେଇଛନ୍ତି। ଏଇ 40 ଦିନ ଆମମାନଙ୍କ ପାଇଁ ଏକ ପବିତ୍ରର ସମୟ, ଏକ ଧାର୍ମିକର ସମୟ, ଉତ୍ତମ ସମୟ ହେଉ। ଆଜିଠାରୁ ରିଜରେକ୍ସନ ଡେ ପର୍ଯ୍ୟନ୍ତ ଆମେ ଏହି ଦୁଃଖ ଭୋଗକୁ ସେଲିବ୍ରେଟ କରିବା ଏବଂ ଆଜିର ଆତ୍ମିକ ଜୀବନ ଏବଂ ଏହି ରିଜରେକ୍ସନ ଡେ ପୁନରୁତ୍ଥାନ ଦିନର ଆତ୍ମିକ ଜୀବନକୁ ଦେଖିଲେ ଆମେ ଡିଫରେଣ୍ଟ ସେପାରେଟ ଦେଖାଯିବାର ଅଛି ଆମର ସ୍ପିରିଚୁଆଲ ଲାଇଫ। ତେଣୁ ପ୍ରିୟ ମଣ୍ଡଳୀ, ମୁଁ ଆଜି ଏହି ତିନୋଟି ବିଷୟକୁ ଆପଣମାନଙ୍କ ନିକଟରେ ରଖିଲି। କୃଷ ସେ ପରିତ୍ରାଣ ଦେଇଥାଏ, କୃଷ ଈଶ୍ୱରଙ୍କର ପ୍ରେମକୁ ପ୍ରକାଶିତ କରେ, କୃଷ ଫେଥ୍ ଦ୍ୱାରା ସେ ପ୍ରତ୍ୟେକ ଲୋକଙ୍କୁ ବିଚାର କରେ। ପ୍ରଭୁ ଏହି ପବିତ୍ର ଜୀବନ୍ତ ବାକ୍ୟ ଦ୍ୱାରା ଅନଲାଇନ ମାଧ୍ୟମରେ ଜଡ଼ିତ ହୋଇଥିବା ଖ୍ରୀଷ୍ଟୀୟ ବିଶ୍ୱାସୀ ଏବଂ ବିଶ୍ୱାସିନୀଙ୍କୁ ପ୍ରଚୁର ଆଶୀର୍ବାଦ କରନ୍ତୁ। ଆମେନ୍। Amen, amen, hallelujah, praise the Lord. आमेन, हालेलुया, प्रेज द लॉर्ड। प्रभुଙ୍କ ନାମରେ ଧନ୍ୟବାଦ ହଉ। ବର୍ତ୍ତମାନ ଆମମାନେ ଆସୁ ପ୍ରାର୍ଥନା କରିବା ଆଜିର ବକ୍ତାଙ୍କ ନିମନ୍ତେ ମଧ୍ୟ ଏବଂ ବାକ୍ୟ ନିମନ୍ତେ ମଧ୍ୟ। ଆମମାନଙ୍କ ମଧ୍ୟରେ ଅଛନ୍ତି ଆମମାନଙ୍କର ପ୍ରିୟ ଭାଇ ବ୍ରଦର ନଗେନ୍ଦ୍ର କର, ସେ ସମସ୍ତଙ୍କ ପାଇଁ ପ୍ରାର୍ଥନା କରିଦେବେ। ପ୍ରାର୍ଥନା କରିବା।